ଧନ୍ୟ ଧନ୍ୟ ହେଲି ମାତା, ଧନ୍ୟ ହେଲି ଶୁଣି ତୁମ ଅମୃତର ବାଣୀ, ଧନ୍ୟ ହେଲା ଅଛି ଏ ବଳିର ଜୀବନ। ତୁମକୁ ଆଜିଠାରୁ ମୋହ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପାଳନ କରିବାକୁ ହେବ ବଳି। ମାତା କୁହ କୁହ ବଳି, ମୋହର ନିର୍ଦ୍ଦେଶକୁ ତୁମେ ପାଳନ କରିପାରିବ ତ? ନିଶ୍ଚୟ କରିବି ପାଳନ ମାତା। ତୁମରି ନିର୍ଦ୍ଦେଶ ମୁଁ ନିଶ୍ଚୟ କରିବି ପାଳନ। କୁହନ୍ତୁ କୁହନ୍ତୁ ମାତା, କେଉଁ ନିର୍ଦ୍ଦେଶକୁ ବଳି କରିବ ପାଳନ? ତୁମକୁ ଆଜିଠାରୁ ନୀତି ଦାନ ଦେବାକୁ ହେବ ବଳି। କଣ ହେଲା ବଳି? ଆଶ୍ଚର୍ଯ୍ୟ ହେ ଏମିତି ପଛକୁ କାହିଁକି ଦେଉଛ? କଣ ତୁମେ ମୋହର ନିର୍ଦ୍ଦେଶକୁ ପାଳନ କରିପାରିବ ନାହିଁ? କିପରି ପାରିବି ମାତା? କିପରି ତୁମ ନିର୍ଦ୍ଦେଶକୁ ମୁଁ କରିବି ପାଳନ? କଣ ହେଉଛି ବଳି? ନାହିଁ ପରା ଭଣ୍ଡାରରେ ଧନ, କାହୁ ପାଇବି ଧନ ଯେ ଏତେ ଧନ ଦେବି ଆଜି ଏ ଦୁନିଆ ଦାଣ୍ଡରେ? ପାରିବିନି ମାତା, ତୁମ ନିର୍ଦ୍ଦେଶକୁ ମୁଁ ରକ୍ଷା କରିପାରିବିନି। ବଳି କ୍ଷମା କରିଦେବେ ମାତା, ମତେ କ୍ଷମା କରିଦେବେ, କ୍ଷମା କରିଦେବେ ମାତା। ଏଥିପାଇଁ ତୁମେ ମନଉଣା କରୁଛ ବଳି? ପାରିବିନି ମାତା, ତୁମ ନିର୍ଦ୍ଦେଶ ରକ୍ଷା କରି ଦାନ ଦେଇ ପାରିବିନି ଏ ଦୁନିଆ ଦାଣ୍ଡରେ। ତୁମେ ଅବଶ୍ୟ ପାରିବ ବଳି। ମାତା କିପରି ପାରିବି ମାତା? କିପରି ରକ୍ଷା କରିବି ମୁଁ ତୁମରି ନିର୍ଦ୍ଦେଶ? ତୁମେ ସେଥିପାଇଁ କିଛି ଚିନ୍ତା କର ନାହିଁ ବଳି। ମାତା ଆଜିଠାରୁ ମୁଁ ତୁମରି ପୁରରେ ଭରିଦେବି ଅତୁଳ ଧନର ଭଣ୍ଡାର। ସେହି ଧନକୁ ସାଧୁମାନଙ୍କୁ, ପ୍ରଜାମାନଙ୍କୁ, ବ୍ରାହ୍ମଣମାନଙ୍କୁ ଦାନ ଦେଇ ମହାପୁଣ୍ୟ ତୁମେ କରିବ ଅର୍ଜନ। ମାତା ଆଉ ସେହି ପୁଣ୍ୟ ବଳରେ ଯୁଗ ଯୁଗ ପାଇଁ ଏ ଧରିତ୍ରୀ ବକ୍ଷରେ ତୁମେ ହୋଇବ ଅମର। ମାତା ଏଥର ତୁମେ ପାରିବ ତ ବଳି? ନିଶ୍ଚୟ ପାରିବି ମାତା, ନିଶ୍ଚୟ ପାରିବି। କିନ୍ତୁ 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 ମାତା, ଆଉ କିନ୍ତୁ କଣ ବଳି? ଖାଲି ମୁଖରେ କହିଦେଲେ ଏ ବଳି କେବେ ନ କରିବ ବିଶ୍ୱାସ ମାତା। ତେବେ କୁହ ବଳି, କଣ କଲେ ମୋ ଉପରେ ତୁମେ କରିବ ବିଶ୍ୱାସ? ଯଦି ମୋ ନିକଟରେ କରିବା ତୁମେ ସତ୍ୟ 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 ତ୍ରିପାର ସତ୍ୟ ଗୋ ମାତା, ତେବେ ଯାଇ ପଡ଼ି ତୁମକୁ କରିବ ବିଶ୍ୱାସ। ପାରିବେ ପାରିବେ ମାତା? ଏ ଦାନବ ନିକଟରେ ତ୍ରିପାର ସତ୍ୟ କରିପାରିବେ? ସବୁ ପାରିବି ବଳି। କିନ୍ତୁ ମାତା, ମୋ ପ୍ରଥମ ସତ୍ୟ ହେଉଛି, ପ୍ରଥମ ସତ୍ୟରେ ଧନ ଭରିଦେବ ମୋହରି ଭଣ୍ଡାରେ। ଦ୍ୱିତୀୟ ସତ୍ୟ, ଦେବତାଙ୍କ ଠାରୁ ରଖିବ ମୋତେ ଉଚ୍ଚର ଆସନେ। ଆଉ ତୃତୀୟ ସତ୍ୟ, ମୋତେ ରଖିବ ବିଜୟ ଜୀବନେ ଏ ଦେବତାଙ୍କ ଘରୁ। ଅବଶ୍ୟ ବଳି, ତୁମରି ବାକ୍ୟକୁ ରକ୍ଷା କରି ଏ ପଦ୍ମଳା ଆଜି ତୁମରି ନିକଟେ ସତ୍ୟ ସତ୍ୟ ତ୍ରୟବାର କରୁଅଛି। ସତ୍ୟ ପ୍ରଥମ ସତ୍ୟରେ ଆଜିଠାରୁ ମୁଁ ତୁମରି ପୁରରେ ଭରିଦେବି ଅତୁଳ ଧନର ଭଣ୍ଡାର। ଆଉ ଦ୍ୱିତୀୟ ସତ୍ୟ, ସଦା ସର୍ବଦା ମୁଁ ତୁମକୁ ଦେବତା ମାନଙ୍କ ଠାରୁ ରଖିବି ଉର୍ଦ୍ଧ୍ୱର ଆସନରେ। ଆଉ ତୃତୀୟ ସତ୍ୟ, ସଦା ସର୍ବଦା ମୋହରି ଆଶୀର୍ବାଦରେ ତୁମେ ଦାନ ଦେଇ ମହାପୁଣ୍ୟ କରିଲେ ଅର୍ଚ୍ଚନା ଯୁଗ ଯୁଗ ପାଇଁ ରହିବ ଆମର ଏ ଧରିତ୍ରୀ ବକ୍ଷରେ। ଏଥର ତୁମେ ପାରିବ ତ ବଳି? ନିଶ୍ଚୟ ପାରିବି ମାତା। ନିଶ୍ଚୟ ତୁମ ଦାନକୁ ଦାନ ଦେଇ ମହାପୁଣ୍ୟ ତମର ମୁଁ କରିବି ଅର୍ଚ୍ଚନା। ନିଶ୍ଚୟ ପାରିବି ମାତା, ନିଶ୍ଚୟ ପାରିବି। ହେଲେ ବଳି, ମୁଁ କଣ କହୁଥିଲି କି ବଳି? କୁହନ୍ତୁ କୁହନ୍ତୁ ମାତା, କେଉଁ ଆଦେଶ କରିବେ ଏ ଦାନବ ନିକଟେ? ମୋ ପତିଙ୍କ ମାୟା ସେ ଦେବତାଙ୍କୁ ମଧ୍ୟ ଅଟେ ଅବଚ। ତୋହରି ପାଇଁ ଦିନେ କଳି ହେବ ଆମ ବେନି ପତ୍ନୀ ପତିଙ୍କ ମଧ୍ୟରେ। ତୋହରି ପାଇଁ ଦିନେ ଅସ୍ତ୍ର ଉଠାଇବି ମୋ ପତିଙ୍କ ବିରୁଦ୍ଧରେ। ମୁଁ ମୋ ପତିଙ୍କ ନିକଟରେ ସତ୍ୟ କରିସାରିଛି ବଳି। ତତେ ଅମର କରି ରଖିବା ପାଇଁ ଏ ପଦ୍ମଳା କିଛି ବି କରିବାକୁ ପ୍ରସ୍ତୁତ ଅଛି। ସବୁ ପରେ ଗୋଟାଏ କଥା ମନେ ରଖିଥିବୁ ବଳି, ମୁଁ ହେଉଛି ଜଳାଧୀର ଜବରୁଣକ କନ୍ୟା ପଦ୍ମାଳୟା। ମାତା ମାତା ମାତା, ଧନ୍ୟ ଧନ୍ୟ ତୁମେ କଲ୍ୟାଣମୟୀ ବିଶ୍ୱ ଜନନୀ ମାତା।
মধ্য দেখিবিরে কপটি লম্পটি মায়াবী নারায়ণ তো কিপরি পারিব এ তনুজ সম্রাট তানি মানি মানি লোহা তানি তানি বলির নারায়ণ নারায়ণ ভয়ধর রাজা বলি ভয়ধর দেবর্ষি বলি হঠাৎ তুমি পুরি মোহর নিকটে বলি কଣ দেবর্ষি ସେ କପଟି ଲମ୍ପଟି ନାରାୟଣ ଠାରୁ ଆଣିଛ ଏ ବଳିର ମୃତ୍ୟୁ ଦଣ୍ଡାଦେଶ বলি নারায়ণ নারায়ণ রাজা বলি মর্ত্যমণ্ডলে দেহ বহি দেবতা হইলে মোর এ কথাটা ହେଉଛି চিরন্তন সত্য ଆଉ ତୁ କିପରି କିପରି ରହିବୁ ଆମର ଏ ମର୍ତ୍ତ୍ୟରେ ଜନମୀ ନାରାୟଣ ନାରାୟଣ ଦେବର୍ଷି ବଳି ମୋତେ ତୁମେ ଦେଉଛ ହିତ ଉପଦେଶ ବଳି ନାଇଁ ଦେବର୍ଷି ନାଇଁ ବଳି ও দেব 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 ବଳି দেব পর ଦେଇଛନ୍ତି ମୋତେ ଅମରର ପର ବଳି ନାହିଁ ମୋ ମରଣ ଏ ତ୍ରିପୁର ମଧ୍ୟରେ ବଳି ମୁଁ ମାରିବି ନାହିଁ କେବେ କାହାରି କରରେ ବଳି ନିଶ୍ଚୟ ରହିବି ଆମର ଯୁଗ ଯୁଗ ପାଇଁ ଦେବର୍ଷି ଯୁଗ ଯୁଗ ପାଇଁ ନାରାୟଣ ନାରାୟଣ ଦେବର୍ଷି ହେଲେ ବଳି କିପରି କିପରି ଚଞ୍ଚଳାକୁ ତୁ କରୁଛୁ ବିଶ୍ୱାସ ସେ କ'ଣ ତତେ ରକ୍ଷା କରିପାରିବେ ସେହି ମହାମାୟାବୀ ମାୟାଧରଙ୍କ କବଳ ନାରାୟଣ ନାରାୟଣ হ্যাঁ দেবর্ষি ବଳି ତୁମେ କ'ଣ ମାତା କମଳାକୁ ଭାବୁଛ ସାମାନ୍ୟ ମାତା କମଳାକୁ କରୁଛ ଅବିଶ୍ୱାସ ବଳି ମାତା କରି ଯାଇଥିବା ସତ୍ୟକୁ ତୁମେ କ'ଣ ଭଗ୍ନ କରିଦେବ ଦେବର୍ଷି ତୁମେ କ'ଣ ଭଗ୍ନ କରିଦେବ ରାଜାରୀ নারী মায়া কেহি নাহি জানি এহা লেখা শাস্ত্রী সত্যবাণী হ্যাঁ দেবর্ষি রাজারি নারী মায়া কেহি নাহি জানি এহা লেখা শাস্ত্রী সত্যবাণী মোহিনী রূপ শরীরা সুধারু কলে পঞ্চনা বজানি পারিল রূপমানি নারী মায়াকে নাহি জানি নারী পথ চলাচিনি মহিষাসুতি পামনি বিরুটি নদীব আসে ভারি নারী মায়াকে নাহি জানি নাই দেবর্ষি নাই ও নিশ্চୟ ରହିବି ଆମର ଯୁଗ ଯୁଗ ପାଇଁ ଏ ତ୍ରିପୁର ମଧ୍ୟରେ ମୁଁ ମରିବି ନାହିଁ କେବେ କାହାରି ଅସ୍ତ୍ରରେ କି କାହାରି ହସ୍ତରେ ନିଶ୍ଚୟ ରଖିବି କିରଥି ମାତା ମହାଲକ୍ଷ୍ମୀଙ୍କର ଆଉ ମୁଁ ପୁଣି ମରିବି ବିଶ୍ୱ ଚରାଚରି নারায়ণ নারায়ণ ଦେବର୍ଷି বলি কেহি ন জানিলে মধ্য এতে বর্ষে জানি তোর ভবিষ্যৎ বলি সদা সর্বদা রহিব সতর্ক বলি সদা সর্বদা রহিব সতর্ক হ্যাঁ দেবর্ষি বলি ତୁମେ ଜାଣିଛ ମୋହର ଭବିଷ୍ୟତ বলি ମୁଁ ପୁଣି ରହିବି ସତର୍କ বলি କାହିଁକି ଦେବର୍ଷି କାହିଁକି
କୁହତ ବର୍ଷି କାହିଁକି ରହିବି ସତର୍କ କୁହତ ନାରାୟଣ ନାରାୟଣ ବର୍ଷି ନିଶ୍ଚୟ ବଳି ସଦା ସର୍ବଦା ରହିବ ସତର୍କ କାରଣ ମାଡ଼ି ଆସୁଅଛି ଏକ ଘୋର ବିପଦ ବଳି ମାଡ଼ି ଆସୁଅଛି ଏକ ଘୋର ବିପଦ ନାରାୟଣ 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 ଦେବର୍ଷି 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 କି ସମ୍ବାଦ ଦେଇଗଲା ମତେ ବ୍ରହ୍ମାପୁତ୍ର ଦେବର୍ଷି ନାରଦ ମୋ ପ୍ରକୁ ମାରି ଆସୁଛି ଘୋର ବିପଦ ଆମେ ଆସୁ ଆସୁ ସେ ବିପତ୍ତି ମୁଁ ତାକୁ କେବେ ବି ନ କରିବି କ୍ଷମା ମୁଁ ତାକୁ ବଦ୍ଧ କରି ବିଶ୍ୱ ରହିବି ଆମର ଆଉ ଆଉ ଏ ଦେବର୍ଷି ହେଉଛନ୍ତି ଗୋଟାଏ କଳିଆ ନାରଦ ମୁଁ ଆଙ୍କ କଥାକୁ କେବେ ବି ନ କରିବି ବିଶ୍ୱାସ କାରଣ କାରଣ ଏ କଥାଟା ଗୋଟାଏ ଅସମ୍ଭବ ପ୍ରଣବ ଗ୍ରହଣ କରନ୍ତୁ ଦାନବ ସମ୍ରାଟ ରହୁ ଏ ରହୁ ଆମେ କ'ଣ କହିଲା ସେ ଚଣ୍ଡାଳ ଦେବର ଚନ୍ଦ୍ରଟା ମହାରାଜ ଶାମୁକ ମଥାରେ ଥାପିଛି ତାହାର ଚରଣ ଆଉ ଶାମୁକ କୀର୍ତ୍ତି ଚନ୍ଦ୍ର ଲଗାଇ ଦେଇଛି କଳଙ୍କର ଦାଗ ମହାରାଜ କଳଙ୍କର ଦାଗ ଆମେ କ'ଣ କରିଛି ସେ ଚଣ୍ଡାଳ ଦେବର ବିରୋଧ ମହାରାଜ ଗଙ୍ଗା ନଦୀ ତଟେ କନ୍ୟା ରତ୍ନାବତୀକୁ ଆମେ କ'ଣ କରିଛି ସେ ମୋ କନ୍ୟା ରତ୍ନାବତୀର ଆମେ କହ କନ୍ୟା ରତ୍ନାବତୀକୁ କରୁଥିଲା ବଳାତ୍କାର ଆମେ ସେ ଚଣ୍ଡାଳ ବିରୋଧର ଏପରି ଦୁର୍ବାର ସାହସ ଆମେ ରତ୍ନାପତି ଛାଡ଼ି ମୋହର କନ୍ୟା ତାକୁ କରୁଥିଲେ ବଳାତ୍କାର ଆମେ ସେ ଚଣ୍ଡାଳ ଶିର କାଠି ଆଣି ପାଇଲୁ ନାହିଁ ମୂର୍ଖ ମୋହର ଚରଣ ମହାରାଜ ଉଠାଇ ଅସ୍ତ୍ର କରିଲି ସମର କିନ୍ତୁ ଆମେ କିନ୍ତୁ କଣ ସେ ଦେବରାଜ ଇନ୍ଦ୍ରଟା ମୋ ଠାରୁ ସମରେ ପରାସ୍ତ ହୋଇ ଗୋଡ଼ାଇ ଧାଇ ଶରଣ ପଶିଛି ସେଇ ନାରାୟଣ ଚରଣେ ନାରାୟଣ ସବୁରି କାରଣ ହେଉଛି ସେ କପଟି ଲମ୍ପଟି ମାୟାପୀ ନାରାୟଣ ମରିବ ନିଶ୍ଚୟ ମରିବ ସେ କପଟି ନାରାୟଣ ଆଉ ବଦ୍ଧ କରିବି ସେ ଚଣ୍ଡାଳ ଦେବ ରାଜେନ୍ଦ୍ର ଆଉ ଅଧିକାର କରିବି ତ ସ୍ୱର୍ଗ ସିଂହାସନ ବସିବି ଚାହିଁତ ସ୍ୱର୍ଗ ଦେବ ରାଜ ଇନ୍ଦ୍ରର ବସି ସିଂହାସନରେ କରିବି ଶାସନ ଆଉ ସେଠାରୁ ଖାଇବି ସ୍ୱର୍ଗର ରାଜଭୋଗ ଆଉ ତାଠାରୁ ନେବି କନ୍ୟା ରତ୍ନାପତିର ଚରମ ପ୍ରତିଶୋଧ କାରଣ ମୋ ତନୁଜ ସମ୍ରାଟ ମହାତାନ